ଓଡ଼ିଆ ଘରର ଗୋଟେ ପର୍ବ ଅଛି ଯାହାକି ତାର ନାଁ ହେଲା ଦ୍ୱିତୀବାହନ ଓଷା। ତା ପରଦିନ ଆମର ଘାଣ୍ଟ ତରକାରୀ ପ୍ରସ୍ତୁତ କରାଯାଏ। ମୁଁ ଆଜି କହିବି କି ବିନା ପିଆଜ ରସୁଣର ଘାଣ୍ଟ ତରକାରୀ। ଘାଣ୍ଟ ତରକାରୀ ପାଇଁ ପ୍ରଥମେ ଆମର ବୋଇତି କଖାରୁ, ପାଣି କଖାରୁ, ଅମୃତଭଣ୍ଡା, ବୁଢ଼ା କାକୁଡ଼ି, ପାଣି କଖାରୁ, ସାରୁ, ଆଳୁ, ମାଟି ଆଳୁ, କନ୍ଦମୂଳ, କାଙ୍କଡ଼, କଞ୍ଚା କଦଳୀ, ପୋଇ ଦେଣ୍ଠା, ଖଡ଼ାମୂଳ, ବଢ଼ି, ବାଇଗଣ, ସୋଲା, ମଟର, ମୁଗ ଆଉ ନଡ଼ିଆ, ଗୁଡ଼, ଓଉ ଏହିସବୁ ତେଜପତ୍ର ଏହିସବୁ ପନିପରିବା ଦରକାର। ଆଉ ମସଲା ହେଲା ତେଜପତ୍ର, ଅଦା, କଞ୍ଚାଲଙ୍କା, ଫୁଟଣ, ତେଲ ଆଉ ଜିରା ଲଙ୍କା ଗୁଣ୍ଡ। ଘିଅ ବି ମା ପକେଇଥିଲେ ନା? ପକେଇ ନାହାନ୍ତି ନା? ପ୍ରଥମେ ଟିକେ ହାଣ୍ଡିରେ ତେଲ ଦେଇ ସବୁ ପରିବା କଟାକଟି କରିକି ପକେଇକି ତାକୁ ସିଝେଇ ଦେବେ। ତେଜପତ୍ର ପକେଇକି ତାପରେ ସବୁ ଅଧା ହେଇ ଆସିଲା ପରେ ତାକୁ ନଡ଼ିଆ ଅଧା କୋରିକି ଆଉ ଅଧା ଖଣ୍ଡ ଖଣ୍ଡ କରି ପକେଇଦେବେ। ତାପରେ କ'ଣ କରିବେ ନା ଏ ଯେଉଁ ସୋଲା, ମଟର, ମୁଗ ଏଗୁଡ଼ା ସବୁ ବି ପକେଇଦେବେ। ଲାଷ୍ଟକୁ ପରିବା ଜଷ୍ଟ ଟିକେ ସିଝିବାକୁ ଥିବ ସେଥିରେ ଛୋଟ ଛୋଟ ଖଣ୍ଡ କରିକି ଛେଚିକି ଟିକେ ପକେଇଦେବେ, ଗୁଡ଼ ଦେଇଦେବେ। ଆଉ ଯୋଉ ସେ ମସଲା ଗୁଣ୍ଡଟା କ'ଣ ପଡ଼ିବ ହଁ, କହିଲେ? ତାପରେ ସିଝିଗଲା ପରେ ତାକୁ ଓହ୍ଲେଇ ଦେଇକି ଅନ୍ୟ ଗୋଟେ କଢ଼େଇରେ ତେଲ ଦେଇ ଶୁଖିଲା ଲଙ୍କା ଆଉ ଫୁଟଣ ଦେଇ ଭେସୁଙ୍ଗା ପତ୍ର ଆଉ ଅଦା କଞ୍ଚା ଲଙ୍କା ଯେଉଁ ଛେଚା ଦେଇକି ଫ୍ରାଏ କରିଦେଇ ତାପରେ ଜିରା ଲଙ୍କା ଗୁଣ୍ଡ ପକାଇଦେବେ। ବାସ୍ ପ୍ରସ୍ତୁତ ହେଇଗଲା ଆମର ଘାଣ୍ଟ ତରକାରୀ। ଭିଡ଼ିଓରେ ଦେଖିବେ ଆଉ ଲାଷ୍ଟ ପର୍ଯ୍ୟନ୍ତ କହିଦିଅନ୍ତୁ ମା। ପ୍ଲିଜ୍ ଭିଡ଼ିଓଟାକୁ ଦୟାକରି ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ତାପରେ ଆପଣ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ବର୍ଷ ସାରା ଆମେ ଯେତେ ବି ଘାଣ୍ଟ ଖାଆନ୍ତୁ ନା କାହିଁକି, କିନ୍ତୁ ଦ୍ୱିତୀୟା ଓଷାରେ ଯେଉଁ ଘାଣ୍ଟଟି ହୁଏ ସତରେ ତା ଟେଷ୍ଟ ଅଲଗା। ଗୋଟିଏ ଦିନ ଘାଣ୍ଟ ହେବ ବୋଲି ମାସକୁ ଆଗରୁ ପ୍ଲାନିଂ ଚାଲିଥିବ, କ'ଣ ପରିବା ଆସିବ କ'ଣ ନାହିଁ। ଆଉ ବାପ ଘରୁ ଆସିଥିବ ଦ୍ୱିତୀୟା ଭାର। ବାପ ଘରୁ ଭାର ଆସିଲେ ଝିଅମାନଙ୍କର ଖୁସି କହିଲେ ନ ସରେ। ସାହି ସାରା ଖାଲି କଥା ହେଉଥିବେ, ତୋ ବାପ ଘରୁ ଭାର ଆଇଲାଣି, ଏଥର କ'ଣ ତମର ପଠେଇଲେନି? ନା ମ ଆମର ତ ଅନଲାଇନ୍ କରିଦେଇଛନ୍ତି, ଏ ମୋର ସାନ ଭାଇ ଆସିଥିଲା, ଏଇଆ ସବୁ କଥା ଚାଲିଥିବ। ବଡ଼ି ଭୋରରୁ ଉଠିକି ଆଗ ଘାଣ୍ଟ ରୋଷେଇ ହେବ। ଘାଣ୍ଟ ରୋଷେଇ ସରିବା ପରେ ୟା ଘରେ ଟିକେ ଦେବା, ତା ଘରେ ଟିକେ ଦେବା, ଏଇଆ ଚାଲିବ। ଆଉ ସନ୍ଧ୍ୟାକୁ କଥାବାର୍ତ୍ତା ଆରମ୍ଭ ହେବ କି କାହା କାହା ଘରୁ ଆଜି ଘାଣ୍ଟ ଆସିଛି। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ, କାହା ଘାଣ୍ଟ ତରକାରୀଟି ସବୁଠୁ ଅଧିକ ଟେଷ୍ଟ ହେଇଥିଲା। ଆମର ପରିବା କଟାକଟି ସବୁ ସରିଯାଇଛି। ଆମେ ବି ସକାଳୁ ଉଠିକି ଗାଧୁଆ ଫାଧୁଆ ସାରି ରେଡ଼ି ହେଇଯାଇଛୁ ଘାଣ୍ଟ ତିଆରି କରିବୁ ବୋଲି। ଆଉ ଏଇଠି ଦେଖନ୍ତୁ ଏଇ ସବୁକୁ ସିଝେଇ ନେଇଛି, ସିଝେଇକି ତାକୁ ଟିକେ ଆଗୁଆ ମୁଁ ରଖିଦେଇଛି। ଆଜି ଘାଣ୍ଟଟି ମୋ ହାତରେ ହେବ, ମାନେ ମୁଁ ରୋଷେଇ କରିବି। ଆପଣ ଯେଉଁ ବି ତେଲ ୟୁଜ୍ କରିବା ପାଇଁ ଚାହୁଁଛନ୍ତି ନେଇ ନେବେ, କିନ୍ତୁ ମୁଁ ଏଠାରେ ସୋରିଷ ତେଲ ନେଇଛି। ତାପରେ ନେଇ ନେବେ କିଛିଟା ତେଜପତ୍ରକୁ ଆପଣ ଚାହିଁଲେ ପରେ କାଢ଼ି ଦେଇପାରନ୍ତି। ତେଲ ଗରମ ହେଲା ପରେ ସବୁ ପରିବା ଆଡ଼୍ କରିଦେବେ ଡାଇରେକ୍ଟ। ନର୍ମାଲି 2-3 ଜଣଙ୍କର ରୋଷେଇ କରିବା ଅଲଗା, କିନ୍ତୁ ବହୁତ ଜଣଙ୍କ ପାଇଁ ରୋଷେଇ କରିବା ଟିକେ କଷ୍ଟକର ହେଇଯାଏ ମୋ ପକ୍ଷରେ। ପରିବା ପକାଇ ସାରିବା ପରେ ମୁଁ ଏଇଠି ନେଇଛି ହଳଦୀ, ତାପରେ ପକାଇଲି ଟିକେ ଲୁଣ, ସ୍ୱାଦ ଅନୁସାରେ ଲୁଣ ଆପଣଙ୍କର ପରିବା ହିସାବରେ ଆପଣ ପକାଇବେ। ଏଥରକ ଭଲ ଭାବରେ ପରିବାଟାକୁ ମିକ୍ସ କରିନେବା। ଟିକେ ଅସୁବିଧା ହେଉଛି କାହିଁକିନା କ୍ୱାଣ୍ଟିଟି ଟିକେ ଅଧିକା ଅଛି। ତାପରେ ପକାଇବି ମୁଁ ଏଇଠି ବାଇଗଣ ଆଉ କଦଳୀ। ପୁଣି ଘୋଡ଼ଣି ଦେଇକି କିଛି ଟାଇମ୍ ପର୍ଯ୍ୟନ୍ତ ତାକୁ ଛାଡ଼ି ଦିଅନ୍ତୁ। ନଡ଼ିଆକୁ ମୁଁ ଏଇଠି କାଟିକି ନେଇଛି ଛୋଟ ଛୋଟ କରିକି। ଆଉ ଯେଉଁ ନଡ଼ିଆଟି କୋରା ହେଇଛି ତାକୁ ମୁଁ ଟିକେ ଲେଟ୍ରେ ପକାଇବି। ସୋଲା, ମଟର, ମୁଗ ଯେଉଁ ସିଝା ହେଇକି ରଖା ହେଇଥିଲା ଏବେ ତାକୁ ମଧ୍ୟ ଆଡ଼୍ କରି ନେଉଛି। କିଛି ଟାଇମ୍ ସିଝିବା ପାଇଁ ଛାଡ଼ି ଦିଅନ୍ତୁ। ଆଉ କୋରିକି ରଖା ହେଇଥିବା ନଡ଼ିଆ ଏବଂ ଗୁଡ଼ ଏବେ ଆଡ଼୍ କରିବା। ଗୁଡ଼ ଆପଣଙ୍କ କେମିତି ଖାଇବା ପାଇଁ ଭଲ ଲାଗେ ସେଇ ହିସାବରେ ନେବେ। ଯଦି ଅଧିକା ମିଠା କରିବା ପାଇଁ ଚାହୁଁଛନ୍ତି ତାହେଲେ ଟିକେ କ୍ୱାଣ୍ଟିଟି ଅଧିକା ନେବେ। ସବୁ କିଛି ଦେଇ ସାରିବା ପରେ ଏବେ ପକାଇବା ଓଉ। ଆଉ ଓଉକୁ ଟିକେ ପକାଇବା ପୂର୍ବରୁ ଏମିତି ଟିକେ ହାଲକା ଛେଚି ନେବେ। ହାଲକା ଛେଚିକି ପକାଇଲେ ସେ ବାକି ସବୁ ପରିବା ସହିତ ସହଜରେ ମିଶିଯିବ। ଘାଣ୍ଟରେ ଟିକେ ଭଜା ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ ପକାଇଲେ ତା'ର ଟେଷ୍ଟ ଟିକେ ଅଲଗା। ସେଇଥିପାଇଁ ଏଠି ଟିକେ ତାକୁ ହାଲକା ଭାଜି ନେଇକି ଗ୍ରାଇଣ୍ଡିଙ୍ଗ କରିକି ରଖିଦେବା। ଅଦା ଲଙ୍କାକୁ ଟିକେ ଛେଚି ନେବା। ଆପଣ ଚାହିଁଲେ ଛେଚି ପାରିବେ, କିନ୍ତୁ ମୁଁ ଏଠାରେ ଗ୍ରାଇଣ୍ଡିଙ୍ଗ କରି ନେଇଛି, ବିନା ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରିଛି। ତାକୁ ଆମେ ପଘାରିବା ଟାଇମ୍ରେ ପକାଇବା ଲାଷ୍ଟକୁ।
ଶୁଖିଲା ଲଙ୍କା, ଅଦା ରସୁଣ ଛେଚା ଆଉ ଏଇଠି ନେଇଛି କିଛି ଭୃସଙ୍ଗା ପତ୍ର। ହାଫ୍ କ୍ୱାଣ୍ଟିଟିରେ ତେଲ ଏବଂ ଘିଅକୁ ନେବା, ତାପରେ ପଞ୍ଚଫୁଟଣ ପକେଇକି ଶୁଖିଲା ଲଙ୍କା ପକେଇବା, ପୁଣି ଅଦା ରସୁଣ ଛେଚାକୁ ପକେଇକି ଭଲ ଭାବରେ ତାକୁ ଟିକେ ଚଲେଇ ଦେବା। ଭୃସଙ୍ଗା ପତ୍ରକୁ ଆମେ ଆକ୍ଚୁଆଲି ପରେ ଆଡ଼୍ କଲୁ, ଆପଣ ଆରମ୍ଭରୁ ବି ଆଡ଼୍ କରିପାରିବେ। ଗୁଣ୍ଡ ମସଲା ଯେଉଁ କରିଥିଲି ତାକୁ ପକେଇକି ଏବେ ଛାଡ଼ି ଦେଉଛି କିଛି ଟାଇମ୍ ଫୁଟିବା ପାଇଁ। ଆଉ ୟା ଦେହରେ ଘୋଡ଼ଣି ପକେଇବେନି। ତାପରେ ପକେଇ ନେବା କିଛିଟା ମେଥି ପତ୍ର। ଅଲମୋଷ୍ଟ ଆମ ଘାଣ୍ଟ ରେଡ଼ି ହେଇଯାଇଛି। ବାଉଲରେ ଟିକେ ଯାଉଛି ତାକୁ ଥଣ୍ଡା କରିକି ଥୋଇଦେବି, ତାପରେ ମୁଁ ଟେଷ୍ଟ କରିକି କହିବି ଆପଣମାନଙ୍କୁ କେମିତି ଲାଗୁଛି। ଆଉ ଏଇ ରେସିପିଟି ଆପଣମାନଙ୍କୁ କେମିତି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣେଇବେ। ଘାଣ୍ଟଟି ଦେଖିବା ପାଇଁ ଯେତିକି ସୁନ୍ଦର ଲାଗୁଛି, ଖାଇଲେ ବହୁତ ହି ଟେଷ୍ଟ ଲାଗୁଥିଲା। କଟା ନଡ଼ିଆ ଯେଉଁ ପକେଇଥିଲି ଘାଣ୍ଟର ଟେଷ୍ଟଟିକୁ 2 ଗୁଣା ବଢ଼େଇ ଦେଇଛି। ଭଜା ଲଙ୍କା ଜିରା ଗୁଣ୍ଡ କ୍ୱାଣ୍ଟିଟିକୁ ଭଲସେ ପକେଇବେ, ଦେଖିବେ ଆପଣଙ୍କ ଘାଣ୍ଟଟି ବହୁତ ହି ସୁନ୍ଦର ଲାଗିବ। ଆଉ ଘାଣ୍ଟ ଆମର ରେଡ଼ି ହେଇଯାଇଛି, ସମସ୍ତେ ଖାଇକି ଏବେ ରିଭ୍ୟୁ ଦେଇଦେଲେଣି। ଏବେ ମୋ ଟାଇମ୍। ଆଉ ଆପଣମାନେ ଏତେ ଧୈର୍ଯ୍ୟ ସହିତ ମୋ ଭିଡ଼ିଓକୁ ଦେଖୁଥିବାରୁ ଆପଣମାନଙ୍କୁ ବହୁତ 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 ଧନ୍ୟବାଦ। ଏବଂ ଭିଡ଼ିଓଟି କେମିତି ଲାଗିଲା ନିହାତି ଜଣେଇବେ ଏବଂ ଘାଣ୍ଟ ରେସିପିଟି କେମିତି ଲାଗିଲା ମଧ୍ୟ ନିହାତି ଜଣେଇବେ। ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଜି ପାଇଁ ଏଇଠି ରହୁଛି। ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ମୋ ସବୁ ଭିଡ଼ିଓ ସହିତ ଅପଡ଼େଟ୍ ରହିବା ପାଇଁ ବେଲ୍ ଆଇକନ୍କୁ ନିହାତି ଦବାନ୍ତୁ।